24 ନିର୍ବାଚନ କୋରାପୁଟ ଲୋକସଭା ପ୍ରାର୍ଥୀ ଓ ରାୟଗଡ଼ା ଜିଲ୍ଲାର ବିଧାନସଭା ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀର କଂଗ୍ରେସର ସଫଳତାକୁ ନେଇ ବିଜୟ ସମର୍ଥନା ଶୋଭାଯାତ୍ରା। ରାୟଗଡ଼ା ଆଜି ଜାତୀୟ କଂଗ୍ରେସ ଦଳ ପକ୍ଷରୁ କୋରାପୁଟ ଲୋକସଭା ଅଧୀନସ୍ଥ ବିଧାନସଭା ନିର୍ବାଚନ ମଣ୍ଡଳୀରେ 2024 ସାଧାରଣ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଥିବାରୁ ସମସ୍ତ ବିଧାୟକ ଓ ଲୋକସଭା ସାଂସଦ ପ୍ରାର୍ଥୀ ଆଜି ରାୟଗଡ଼ା ଅଧିଷ୍ଠ ମା ମାଝିକୋରି ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କଲା ପରେ ମନ୍ଦିର ପ୍ରାଙ୍ଗଣଠାରୁ ହଜାର ହଜାର ସମର୍ଥକଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡ଼ିଆଠାରେ ପହଞ୍ଚି ଏକ ବିଶାଳ ସାଧାରଣ ସମର୍ଥନା ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସାଂସଦ ଶ୍ରୀ ସପ୍ତଗିରି ଉଲାକା, ରାୟଗଡ଼ ବିଧାୟକ ଶ୍ରୀ ଆପଲା ସ୍ୱାମୀ କାଟ୍ରାକା, ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ, ବିଷମ କଟକ ବିଧାୟକ ନୀଳମାଧବ ହିକକ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାନ୍ତା, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ମୋହନା ବିଧାୟକ ଦଶରଥୀ ଗମାଙ୍ଗ ପ୍ରମୁଖ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ହଜାର ହଜାର କଂଗ୍ରେସ କର୍ମୀ ପୁଷ୍ପଗଛ ଓ ଉତ୍ତରୀୟ ଢଙ୍କଣି ଦେଇ ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ପୁଣି ଥରେ 2029ରେ ବହୁ ସଂଖ୍ୟାରେ କଂଗ୍ରେସ ଜିତିବ ବୋଲି ଅଭିଭାଷଣରେ କହିଥିଲେ। ଜନସାଧାରଣଙ୍କ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ, ଲୋକଙ୍କ ସମସ୍ୟା ରହିଛି ସବୁ ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ। কংগ্রেস প্রেমী বন্ধু মানে এবং মা ভଉଣୀ ମାନେ ଏବଂ ଆମର ବିଧାୟକ 14 ଜଣରୁ ଆଜି 7 ଜଣ ବିଧାୟକ ଆମେ ଉପସ୍ଥିତ ଅଛୁ ଏବଂ ଆମର ମାନ୍ୟବର ସାଂସଦ ବି ଉପସ୍ଥିତ ଅଛନ୍ତି। ଆଜି ଆପଣମାନେ ଦେଖିବେ जो फलाफल मिली हमको इलेक्शन रे गथर कहते भूल रे जीतिगला जिला परिषद रे कहले ताके भूल रे गोटे दुईटा नहीं गले किए कहते तबे रायगड़ा रे किछि करि परिबो नाही आपण वोट देखंतो कोरापुट पार्लियामेंट सेगमेंट रे छोटा विधायक जोने हमको भट्टा करुथिले कहथिले के कोन करिवे कांग्रेस रो सरी गिला न सही गिला जा करथिले आज करिगिना कोरापुट रो लोकसभा रे जनसाधारण अब कर्मी माने अब नेता माने समस्त को जवाब दैछन्ते। सेहीपरि उपस्थित समस्त विधायक प्रार्थी उक्त समर्थना सभारे निज निजर परिचय प्रदान करथिले। विजय उत्सव रे समस्त को मोर हार्दिक अभिनंदन नमस्कार। मना होछि नीलमाधव हिकका विषम कटक विधायक। आज विजय उत्सव रे आपण माने जो प्रकार हमर 7टी एमएल एवं एमपी को स्वागत संबोधन जणाई आपण मान जो प्रकार उत्साह उद्दीपना कले तेणु मो तरफ धन्यवाद नमस्कार। ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ କଂଗ୍ରେସ କର୍ମୀମାନେ ଯୋଗଦାନ ଦେଇଥିଲେ। ରାୟଗଡ଼ାରୁ ହେମାଶେଖର ଦାସଙ୍କ ରିପୋର୍ଟ, ଜନତା ଜିନ୍ଦାବାଦ।